ତେବେ ଆଜି ସେହି ପୁସ୍ତକ ଅନାବରଣର ଚତୁର୍ଥ ଭାଗ। ପ୍ରସଙ୍ଗ ରହିବ ସମୀକ୍ଷକ ଏବଂ ସମୀକ୍ଷା। ତେବେ କୌଣସି ଏକ ପୁସ୍ତକକୁ ଭିନ୍ନ ଭିନ୍ନ ସମୀକ୍ଷକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। ଯେମିତି ଡିଫରେଣ୍ଟ କ୍ରିଟିକ୍ ଗିଭ୍ ଡିଫରେଣ୍ଟ ଓପିନିଅନ୍ ଜଷ୍ଟ ଏଜ୍ ଦ ବ୍ଲାଇଣ୍ଡ ସୋ ଦ ଏଲିଫେଣ୍ଟ। ଅନ୍ଧମାନଙ୍କର ହାତୀ ଦେଖିଲା ଭଳି ସମୀକ୍ଷକମାନେ ସେମାନଙ୍କର ଭିନ୍ନ ଭିନ୍ନ ମତ ଦେଇଥାନ୍ତି। ସେତିକିବେଳେ ଆଶ୍ଚର୍ଯ୍ୟ ହୁଏ ଯେତେବେଳେ ସମୀକ୍ଷକ ସମୀକ୍ଷା କରୁ କରୁ ଚାଲିଯାଆନ୍ତି ବ୍ରିଟେନ, ଚାଲିଯାଆନ୍ତି ଆମେରିକା, ଚାଲିଯାଆନ୍ତି ଫ୍ରାନ୍ସ, ରୁଷକୁ ଟିକେ ଟିକେ ଟଚ୍ କରନ୍ତି ଆଉ ଚୀନକୁ ନୁହେଁ। ଏଇ ଯେଉଁ ମାନସିକତା ନେଇ ସେମାନେ ତାର ଫ୍ରେମ୍, ତାର କନଷ୍ଟ୍ରକ୍ସନ୍, ତାର ୱାର୍ଡ଼, ତାର ମିନିଂ এই উপরে জোর দিଅନ୍ତି। ଜଣେ ଗାଉଁଲି ଲେଖକ ଗାଁରେ ଚାଷ କରୁଛି, ଧାନ ବେପାର କରୁଛି, କିନ୍ତୁ ସାହିତ୍ୟ ପ୍ରାଣ। ଯଦି କବିତା ବହିଟିଏ ସେ ଲେଖିଦେଲା, ଯଦି ତାର ଆଲୋଚନା ହୁଏ, ଏମିତି ପ୍ରଜାତିର ସମୀକ୍ଷକମାନେ ଫରେନ୍ରୁ ଉଦାହରଣ ସବୁ ଦେବେ। ଯେମିତି ଅନ୍ଧ ଆଗରେ ଦର୍ପଣ ବିକିବା ସହିତ ସମାନ। ମୋତେ ହସ ଲାଗେ ଯେତେବେଳେ କିଛି ସମୀକ୍ଷକ ସମୀକ୍ଷା କରୁ କରୁ ପ୍ରସଙ୍ଗରୁ ବାହାରି ଯାଆନ୍ତି। ସେମାନେ ସେହି ପ୍ରସଙ୍ଗ କ୍ରମରେ ତାଙ୍କ ପରିବାର କଥା ମଧ୍ୟ କହନ୍ତି। କିଏ ତାଙ୍କର ଆମେରିକାର ଅଛି, କିଏ ଲଣ୍ଡନରେ ଅଛି, ଆଉ ସେଠିକାର ସାହିତ୍ୟ ଗୋଷ୍ଠୀ କେମିତି ଏ ସମ୍ପର୍କରେ ମତାମତ ଦିଅନ୍ତି। ଭୁଲି ଯାଆନ୍ତି ସେ କ'ଣ ପାଇଁ ମଞ୍ଚ ସାମ୍ନାରେ ଅଛନ୍ତି। ଆଉ କିଛି ସମୀକ୍ଷକ ମାଇକ୍ରୋଫୋନ୍ ପାଇଲା କ୍ଷଣି ସେମାନେ ଛାଡ଼ନ୍ତି ନାହିଁ। ଭାବନ୍ତି ଆମେ ହେଉଛୁ ଜଣେ ଜଣେ ଅଧ୍ୟାପକ, ପ୍ରଫେସର, ଆଉ ଯେଉଁମାନେ ବସିଛନ୍ତି ସେମାନେ ଅବୋଧ ଛାତ୍ର। ଘଣ୍ଟା ଘଣ୍ଟା ଧରି ସମୀକ୍ଷା ନାଁରେ ସାହିତ୍ୟ ପଢ଼ାନ୍ତି। ସବୁ ବୋର୍ ହେଇଯାଆନ୍ତି। ସେମାନେ ବୁଝିପାରନ୍ତି ନାହିଁ ଯେଉଁମାନେ ମଞ୍ଚ ସାମ୍ନାରେ ବସିଛନ୍ତି ସେମାନେ ହେଉଛନ୍ତି ଧୀଷଣା ସମ୍ପନ୍ନ ବ୍ୟକ୍ତି, ଅଧିକ ଜାଣିଛନ୍ତି। କିନ୍ତୁ ଗୋଟେ ସ୍ୱାଭାବିକ ଭାବରେ ଜଣକୁ ତ ଡାକିବେ, ଆମନ୍ତ୍ରଣ କରିବେ ସମୀକ୍ଷା କରିବା ପାଇଁ। ତେଣୁ ମଞ୍ଚ ଉପରେ ବସିଗଲେ ସମୀକ୍ଷକ ଭାବିବ ନାହିଁ ସେ ଜଣେ ଏଟଲାସ୍, ଅର୍ଥାତ୍ ପୃଥିବୀକୁ ତା ମୁଣ୍ଡରେ ସେ ଧରିଛି। ଏଇ ଆଟିଚ୍ୟୁଡ଼୍ ଯେତେବେଳେ ଆସିଯାଏ ସମୀକ୍ଷକ ମନରେ, ସେ ସମୀକ୍ଷା ଭଲ କରିପାରେ ନା।